ଚତୁର୍ଥ ପ୍ରକାର କଣ କଣ ଋତୁ ସବୁ? ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ। ଠିକ ଅଛି। ତାହେଲେ ଆମେ ମାନେ ସାଧାରଣତଃ କେତେଟା ଋତୁ ଆମେ ଅନୁଭବ କରୁ? ମୁଖ୍ୟ ଋତୁ କେତୋଟି? କଣ କଣ ଅନୁଭବ କରୁ? ଗ୍ରୀଷ୍ମ, ବର୍ଷା, ଶୀତ। ତାହେଲେ ଆମେ କଣ ଜାଣିଲେ ଋତୁଟା ଚେଞ୍ଜ ହଉଛି କି ନାହିଁ? ଋତୁ କଣ ପାଇଁ ଚେଞ୍ଜ ହୁଏ? କଣ ପାଇଁ ଋତୁ ଚେଞ୍ଜ ହଉଛି ରେ? ଋତୁଟା କଣ ପାଇଁ ବଦଳୁଛି? ଗ୍ରୀଷ୍ମ ହଉଥିବ ପୁଣି ଏବେ ଶୀତ ଋତୁ ହେଇଥିଲା କି ନାହିଁ? ତାପରେ ଗ୍ରୀଷ୍ମ ଋତୁ ଚାଲିବ କି ନାହିଁ? ତାପରେ ବର୍ଷା ହବ କି ନାହିଁ? ଋତୁଟା କଣ ପାଇଁ ବଦଳୁଛି? କଣ ପାଇଁ ବଦଳୁଛି? କଣ ପାଇଁ ବଦଳୁଛି? ସେଇ ଯୋଉ ଆମର ବର୍ଷକ 6 ଋତୁ କାହିଁକି ବଦଳୁଛି? ନା ତମମାନେ ପଢିଛ କି ନାହିଁ? ପୃଥିବୀ ସୂର୍ଯ୍ୟ ଚାରିପଟରେ ବୁଲୁଛି ବୋଲି ଜାଣିଛ କି ନାହିଁ? ସୂର୍ଯ୍ୟ ଚାରିପଟରେ ବୁଲିଲେ କଣ ହୁଏ? ପୃଥିବୀ ବୁଲୁଛି ବୋଲି କଣ ହଉଛି? ଆମର ଋତୁ ପରିବର୍ତ୍ତନ ହଉଛି କି ନାହିଁ? ହଁ। ତାହେଲେ କଣ ଏବେ କଣ ଜାଣିବା? ନା ସେ ଗ୍ଲୋବଟା ଦେଲ। ଏଇଟା କଣ ରେ? ପୃଥିବୀର ପ୍ରତିକୃତି ହେଲା। ଆମର ପୃଥିବୀ ଠିକ ଏମିତି ଦେଖିବାକୁ ବୁଝିପାରୁଛ? ପୃଥିବୀର ଏଇଟା ଉପର ପଟଟାକୁ ଆମେ କୋଉ ଦିଗ କହିବା? ଉତ୍ତର ଦିଗ। ଏଇଟା ଦକ୍ଷିଣ ଦିଗ। ଏଇଟା ଯୋଉ ଉତ୍ତର ଦିଗ ଏଇଟାକୁ ଆମେ କଣ କହିବା? ନା ଉତ୍ତର ମେରୁ। ଏଇଟା ହେଲା କଣ ରେ? ଦକ୍ଷିଣ। ତଳ ପଟଟା ହେଲା ଦକ୍ଷିଣ ମେରୁ। ଆଉ ଏଇ ମଝିରେ ଗୋଟେ ଜାଗା ଯାଇଛି କି ନାହିଁ? ପୁରା ମଝିରେ ଏଇଟା ଏଇ ମଝିରେ ଯାଇଛି କି ନାହିଁ? ଏଇଟା କଣ ରେ? ବିଷୁବ। ଏଇଟା ବିଷୁବ ବୃତ୍ତ ହେଲା। ବୁଝୁଛ? ତାହେଲେ ଆମେ କଣ ଜାଣିଛନ୍ତି ରେ? ନା ସୂର୍ଯ୍ୟ ସ୍ଥିର ନା ପୃଥିବୀ ସ୍ଥିର? ସୂର୍ଯ୍ୟ ସ୍ଥିର। ସୂର୍ଯ୍ୟ ସବୁବେଳେ କଣ ରହିଲେ? ନା ପୁରା ସ୍ଥିର ରହିଲେ ହେଲା। ପୃଥିବୀ କଣ କରୁଛି? ନା ନିଜ ଚାରିପଟରେ ଏମିତି ବୁଲିବା ସହିତ ସେ କଣ କରୁଛି ରେ? ନା ସୂର୍ଯ୍ୟଙ୍କ ଚାରିପଟରେ ବି ସେ ବୁଲୁଛି ହେଲା। ତାହେଲେ ସୂର୍ଯ୍ୟଙ୍କ ଚାରିପଟରେ ବୁଲୁଛି ବୋଲି କଣ ହଉଛି? ଆମର ଋତୁ ପରିବର୍ତ୍ତନ ହଉଛି। ବୁଝିପାରୁଛ? ତେଣୁ ଏବେ ଆମେ ତମର ଋତୁ ବଦଳେ ଯୋଉ ବହିକି ଆସିବା ଦେଖ ଏଠି ଚିତ୍ର ନମ୍ବର 4 ବୁଝିପାରୁଛ? ଏଠି କଣ ଦେଇଛି ଦେଖ? ଏଇଟା ସୂର୍ଯ୍ୟ କି ନାହିଁ? ହଁ। ଏଇଟା ଆମର ଉପର ପଟଟା କଣ କହିଥିଲି? ଉତ୍ତର। ଆମର ଭାରତଟା ଆମର ଉତ୍ତରରେ ଅବସ୍ଥିତ ନା ଦକ୍ଷିଣରେ ଅବସ୍ଥିତ କହିଲେ? ପୃଥିବୀର ଉତ୍ତରରେ ନା ଦକ୍ଷିଣରେ ଅବସ୍ଥିତ? ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ଭାରତ କୋଉଠି ଅଛି ଚିହ୍ନିଛ କି ଜାଣିଛ କି ନାହିଁ? ଗୁଡ୍। ତାହେଲେ ଏଇଠି ହଉଛି ଭାରତ। ତାହେଲେ ଉତ୍ତର ପଟରେ ଅଛି କି ନାହିଁ? ଏଇଠି ଦେଖ କ ଚିତ୍ରରେ କଣ ହଉଛି? ନା ଏଇ ଯୋଉ ଉତ୍ତର ଗୋଲାର୍ଦ୍ଧଟା ଏଇ ସୂର୍ଯ୍ୟଙ୍କ ଆଡକୁ ଢଳିକି ରହିଛି କି ନାହିଁ? ଯେହେତୁ ସୂର୍ଯ୍ୟଙ୍କ ଆଡକୁ ଢଳିକି ରହିଛି, ଯଦି ସୂର୍ଯ୍ୟଙ୍କ ଆଡକୁ ଏମିତି ଢଳିକି ଏମିତି ଆମର ପୃଥିବୀ ଢଳିକି ରହିଲା ବା ଆମର ସେଠି କଣ ହଉଛି ନା ପୃଥିବୀ ଯୋଉ ଯେହେତୁ ଢଳିକି ରହୁଛି ତାହେଲେ ସେଠି ଗରମ ହଉଥିବ ନା ଶୀତ ହଉଥିବ କହିଲ? ଗରମ ହଉଥିବ। ଆଉ ସେତେବେଳେ କଣ ହେଇଥିବ? ଦକ୍ଷିଣଟା ଏମିତି ଦୂରେଇ ଗଲା କି ନାହିଁ? ସୂର୍ଯ୍ୟଙ୍କ ଠାରୁ ଏମିତି ଦୂରେଇ ଗଲା କି ନାହିଁ? ତାହେଲେ ସେଠି କୋଉ ଋତୁ ହେଇଥିବ କହିଲ? ଶୀତ ଋତୁ। ମାନେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁ ହଉଥିଲା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ସେତେବେଳେ ଶୀତ ଋତୁ ହେଉଥିବ। ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁ ଆମର କୋଉ ମାସ ସମୟରେ ହୋଇଥାଏ ରେ? ମେ ଆଉ ଜୁନ ମାସରେ। ବୁଝିପାରୁଛ? ମେ ଜୁନ ମାସରେ ଉତ୍ତର ଗୋଲାର୍ଦ୍ଧରେ କଣ? ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିକି ରହିଥିବାରୁ ସେଠି କଣ ହୁଏ ରେ? ଗରମ ଅନୁଭୂତ ହୁଏ ବା ସେତେବେଳେ ଗ୍ରୀଷ୍ମ ଋତୁ